ଜୟ ଜଗନ୍ନାଥ ସାଙ୍ଗମାନେ, ବହୁତ ଦିନ ପରେ ପୁଣି ଆଉଥରେ ଆପଣଙ୍କ ସାମ୍ନାରେ ମୁଁ ସେଇ ପୁରୁଣା ମୁହଁ ନେଇକି ଆପଣଙ୍କ ସାମ୍ନାକୁ ଆସିଗଲି। ଆଉ ଏଥର ଆମେ କିଛି ବହୁତ ଦିନ ହେଲା ଭିଡ଼ିଓ ଆମର ଅପଲୋଡ଼ ହେଇନି। ବିଗତ 2 ବର୍ଷ 3 ବର୍ଷ ତଳେ କିଛି ଭିଡ଼ିଓ ଅପଲୋଡ଼ ହେଇଥିଲା। ଆଉ ତା ଭିତରେ ବି ବହୁତ ସାରା ବୁଲାବୁଲି ବି ଆମର ହେଇଛି, ହେଲେ କିଛି ଅପଲୋଡ଼ ହେଇପାରୁନି। କାରଣ ଆପଣମାନେ ଭଲ ଭାବେ ଜାଣିଛନ୍ତି ଗୋଟେ ଭିଡ଼ିଓ ମାନେ ସୁଟ୍ କରିବାଠୁ ବହୁତ କଷ୍ଟ ଏଡ଼ିଟ୍ କରିବା। ସେସବୁ ସମୟ ମୋତେ ମିଳେନି। ବର୍ତ୍ତମାନ ମୁଁ ଭାବିଛି ଗୋଟେ 75 ଡେଜ୍ ପର୍ଯ୍ୟନ୍ତ ଗୋଟେ ପ୍ରତ୍ୟେକ ଦିନ କିଛି ନା କିଛି ଭିଡ଼ିଓ ମୁଁ ଅପଲୋଡ଼ କରିବି ମୋ ୟୁଟ୍ୟୁବ୍ ଚ୍ୟାନେଲରେ। ତେଣିକି ଆପଣ ଦେଖନ୍ତୁ ନ ଦେଖନ୍ତୁ, ମୋତେ ଭଲ ପାଆନ୍ତୁ ନ ପାଆନ୍ତୁ, ଗାଳି ଦିଅନ୍ତୁ ଶୋଧନ୍ତୁ, ଯାହା ବି କରନ୍ତୁ, ବାସ୍ ମୋତେ କିଛି ଅପଲୋଡ଼ କରିବାର ଅଛି। ଆଉ ଯେହେତୁ ମୋ ଚ୍ୟାନେଲଟା ବହୁତ ଦିନ ହେଲା ପେଣ୍ଡିଂ ହେଇକି ପଡ଼ିଛି, ତ ତାକୁ ବି ରନିଂ କଣ୍ଡିସନକୁ ଆଣିବା ପାଇଁ ମୋତେ ପଡ଼ିବ। ତ ସେଥିପାଇଁ ମୋତେ ସବୁଦିନ କିଛି ନା କିଛି ଭିଡ଼ିଓ ଅପଲୋଡ଼ କରିବାକୁ ପଡ଼ିବ। ଆଉ ଦେଖା ହେବା ୟା ପରେ ଭଲ ଭଲ ଭିଡ଼ିଓରେ ଦେଖା ହେବା, ଭଲ ଭଲ କଣ୍ଟେଣ୍ଟ ନେଇକି ଆସିବା, ଭଲ ଭଲ ଜିନିଷ ଅପଲୋଡ଼ କରିବା। ଆଉ ଯେମିତିକି ସେସବୁ ଭିଡ଼ିଓ ଯେମିତିକି ଆପଣଙ୍କର କିଛି ଏଣ୍ଟରଟେନମେଣ୍ଟ ପାଇଁ ହେଉ, କିଛି ଭଲ କାମରେ ବି ଲାଗିପାରୁ, କି କିଛି ଭଲ ଜିନିଷ ଶିଖିବାକୁ ଆପଣଙ୍କୁ ମିଳୁ, ସେଇ ଉଦ୍ଦେଶ୍ୟରେ କିଛି ଜିନିଷ ନେଇକି ଆସିବା। ଆଉ ବହୁତ ଦିନ ପରେ ଦେଖା ହେଲି। କେମିତି ଅଛନ୍ତି ସମସ୍ତେ? ଆଶା କରୁଛି ସମସ୍ତେ ଭଲରେ ଥିବେ। ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଭଲରେ ବି ରଖିଥାନ୍ତୁ, ସମସ୍ତେ ଭଲରେ ଥାଆନ୍ତୁ। ଆଉ ଯିଏ ଯେମିତି ଯେଉଁଠି ବି ଅଛ, ନିଜ କାମ କର୍ମ ଉପରେ ଫୋକସ୍ ରଖ। ଆଉ ନିଜକୁ କେବେ ଡିମୋଟିଭେଟ୍ କରାନି, ନିଜ କର୍ମ ପ୍ରତି ଲୟାଲ୍ ରୁହ, ଆଉ ନିଜକୁ ସଦାବେଳେ ମୋଟିଭେଟ୍ କର। ଠିକ୍ ଅଛି? ତ ଆଉ ବେଶୀ ବକବକ ହେବାନି। ଏବେ ତ 75 ଦିନ ମୁଁ ତୁମ ସାମ୍ନାରେ ଡେଲି ବକବକ ହେବି। ତେଣିକି ତ ମୋତେ ଭଲ ପାଅ ନ ପାଅ, ଲାଇକ୍ କର ନ କର, ଯାହା ବି ହଉ, ମୋତେ ତୁମେ କମେଣ୍ଟ ବି ମାରିପାର। ହେଲେ ମୋତେ ରେଗୁଲାର କିଛି ନା କିଛି ଅପଲୋଡ଼ କରିବାର ଅଛି। ରହିଲି। ଜୟ ଜଗନ୍ନାଥ।